आज ହେଉଛି ଜୁନ୍ 21 ତାରିଖ, ଯେଉଁ ଦିନକୁ 2015 ମସିହା ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ସାରା ବିଶ୍ୱ ପାଳନ କରି ଆସୁଛି। ଆଉ ଏହି ଦିବସକୁ ଆଜି ସୁନ୍ଦର ଭାବରେ ପାଳନ କରୁଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବୋରସିଂ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ। ଆସନ୍ତୁ ଦେଖିବା ତାର ଛୋଟିଆ ଝଲକ। ସତରେ ସୁସ୍ଥ ମନ ଓ ସୁସ୍ଥ ଶରୀର ଗଠନ ପାଇଁ ଯାହାର ଢେର ଆବଶ୍ୟକତା ଅଛି, ଯାହାଦ୍ୱାରା ଖାଦ୍ୟ ହଜମ ହେବା ସଙ୍ଗେ ସଙ୍ଗେ ରକ୍ତ ସଞ୍ଚାଳନ ବି ଠିକ୍ ଭାବେ ହୋଇଥାଏ, ଯାହା ପାଇଁ ଶରୀର ଓ ମନ ଉଭୟ ପ୍ରଫୁଲ୍ଲ ରୁହନ୍ତି, ସେ ହେଉଛି ଯୋଗ। ଶାରୀରିକ ବ୍ୟାୟାମର ଏକ ନିଆରା ମାଧ୍ୟମ। ଆଉ ଏହା ନିରାଟ ସତ ଯେ ନିୟମିତ ଯୋଗ ଅଭ୍ୟାସ ହିଁ ନିରୋଗ ଜୀବନ ଜୀଇବାର ଅବ୍ୟର୍ଥ ଔଷଧ। କେବଳ ସୁଷମ ଖାଦ୍ୟ ଓ ଶୁଦ୍ଧ ପାନୀୟ ଦ୍ୱାରା ଏ ଶରୀର ସୁସ୍ଥ ରହିନଥାଏ। ପରିଷ୍କାର ଓ ପରିଚ୍ଛନ୍ନତା ସାଙ୍ଗକୁ ନିୟମିତ ଯୋଗ ଅଭ୍ୟାସ ହିଁ ସୁସ୍ଥ ସୁନ୍ଦର ଶରୀର ଉପହାର ଦେଇଥାଏ। ଏଇଥିପାଇଁ କବିଙ୍କ ଲେଖନୀ କହିଛି, ଯୋଗ ବ୍ୟାୟାମର ନିତ୍ୟ ଅଭ୍ୟାସରେ ଦେହ ମନ ସୁସ୍ଥ ରୁହେ, କର୍ମ ସାଧନାରେ ଇଚ୍ଛା ଶକ୍ତି ବଢ଼େ, ସଫଳ ଚୁମ୍ବନ ଦିଏ। ହେଲେ ଆପଣମାନେ ଜାଣିଛନ୍ତି କି ଏହି ଯୋଗ ଦିବସ କେବେଠାରୁ ପାଳନ କରାଯାଉଛି? କେଉଁ ମହାପୁରୁଷଙ୍କର ବାସ୍ତବ ପରିକଳ୍ପନା? ହଁ, ସେଦିନ ଥିଲା 2014 ମସିହା ସେପ୍ଟେମ୍ବର 27 ତାରିଖ। ଜାତିସଂଘର ଏକ ସାଧାରଣ ବୈଠକରେ ଆମ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଯୋଗ ଅଭ୍ୟାସର ଉପାଦେୟତା ବର୍ଣ୍ଣନା କରି ଏହି ଯୋଗର ପ୍ରଚାର ଆଉ ପ୍ରସାର ପାଇଁ ଜୁନ୍ ମାସର 21 ତାରିଖକୁ ଯୋଗ ଦିବସ ରୂପେ ପାଳନ କରିବାକୁ ଆହ୍ୱାନ କରିଥିଲେ। ଆଉ 2015 ମସିହାରେ ଜାତିସଂଘ ଦ୍ୱାରା ଏହି ଜୁନ୍ 21 ତାରିଖକୁ ପ୍ରତିବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଗଲା, ଯେଉଁଥିପାଇଁ 2015 ମସିହା ଠାରୁ ଭାରତ ସମେତ ସାରା ବିଶ୍ୱରେ ଏହି ଯୋଗ ଦିବସ ସୁନ୍ଦର ରୂପେ ପାଳନ କରାଯାଉଛି। ବାସ୍ତବରେ ଆମରି ଭାରତରେ ଜୁନ୍ 21 ତାରିଖ ଏକ ପ୍ରମୁଖ ପର୍ବ ଭାବେ ଗ୍ରହଣ କରାଯାଇଛି। ବାସ୍ତବରେ ଯୋଗ ହିଁ ସବୁରି ଜୀବନରେ ଏକ ସକାରାତ୍ମକ ମନୋଭାବ ଆଣିଥାଏ। ଯୋଗ କଲେ ମନ ପ୍ରଫୁଲ୍ଲ ରହେ। ମନ ପ୍ରଫୁଲ୍ଲ ରହିଲେ କର୍ମ କରିବାର ଇଚ୍ଛା ଶକ୍ତି ବଢ଼େ। ଦେହ ଓ ମନ ବହୁତ ଭଲ ରହେ। ବ୍ୟକ୍ତିର ସାହସ, ଧୈର୍ଯ୍ୟ ଓ ଶୃଙ୍ଖଳା ଜ୍ଞାନ ବଢ଼େ। କାର୍ଯ୍ୟ କରିବାକୁ ଉର୍ଜା ଯୋଗାଏ ଯୋଗ। ଏହିସବୁ କାରଣରୁ ଯୋଗ ଅଭ୍ୟାସ କରିବାର ଢେର ଆବଶ୍ୟକତା ଅଛି। ତେଣୁ ଏହି ଯୋଗ ଅଭ୍ୟାସର ଆବଶ୍ୟକତାକୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବୋରସିଂ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟ ଅଣ୍ଟା ଭିଡ଼ି ଆଜି ସୁନ୍ଦର ଭାବରେ ପାଳନ କରୁଛି 11ତମ ଆନ୍ତର୍ଜାତୀୟ ଯୋଗ ଦିବସ। ଏହି ପରିପ୍ରେକ୍ଷୀରେ ଆମ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସମସ୍ତ ସହକାର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ଛାତ୍ରଛାତ୍ରୀମାନେ ବାସ୍ତବରେ ଧନ୍ୟବାଦାର୍ହ। ଜୟ ଜଗନ୍ନାଥ, ଜୟ ଭାରତ।